मंगलप्रद अटई सत्संग मिलन आत्मा ध्यान बहुलटी कल्याण प्रदान ग्राम क्षेत्र पुनर्बार गतागत हई धन गृह तद्रुपटी नाश जाए पाई पाप पुण्य कर्मर पुनरावृत्ति हई शरीर गले कआउ पुनश्च नुहई शरीरर क्षण लागी उपाय सर्वदा बुध गणे करती जे जान मुख्य प्रदा केही इच्छा न करई देह त्याग अर्थे कुष्ठ आदि रोगे जेबे बसे मृत्यु पथे अनित्य देह को रक्षणे किंपाई जत्न ज्ञान स्थापित हुई मिले मुख रत्न पुनश्च नर देहटी मिलिबा दुर्लभ धर्म ज्ञान साधनारे अहिते सुलभ धर्मरे चित्त देले क ज्ञान हुए जात ज्ञान संजात हेले क ध्यान जुग स्थित ध्यान अविचलन हईले शरीर आचरण मुक्ति मिले न जन्मे संसार आत्मा को जेबे भी आत्मा हित न बांछिला अहित कर्मरु जदि निवर्तन हेला अन्य केही ताहारटी नाही हितकारी निश्चय अटई एहु बुझिब विचारी पूर्वरु सिद्धांत जान अछई एमंत आत्मार आत्मा बंधु जे अटई एकांत स्वकीय आत्मा को तारी बार अटे विधि अहित असत्कर्मर रखिब सुबुद्धि एही नर शरीर रे स्थित नरक व्याधि सेही रोग नाशन जे नर करे औषधि चिकित्सा विहीन देशे हईले प्रवेश रोग पीड़ारे देहटी निश्चय हेब नाश बाघुणी प्राय कजरा रोग चाही अछि छिद्र घट दृश्य आयु जाऊअछि बलिष्ठ शत्रुर परी रोगे छंती रही एणुटी आत्मा रहित कर देह बही एही कथा बुझी पुष्ट नर कले भरे तत्व अभ्यास को कर पूर्व शत्रु डरे जरादि शत्रु गणेटी प्रवेश न हेउ सकल शरीर मध्य प्राण थाउ थाउ सुस्थ थिबा समय रे कले जुगाभ्यास तत्व प्राप्त होइन जे नथिब कल्मष जेउ पर्यंत आश्रय न करिछि दुख आबर जाबत काल नहिछि सम्मुख इंद्रियर व्याकुलता प्रवेश न हेउ आत्माश्रय काल अट इए खगराहु जेबे तरुण काल रे विषय जड़ित वृद्ध हेले रोग कर इटी अभ्यासित एही परि विचार न करे जेउ नर व्यर्थ हुई ताहार निश्चय शरीर जेउ परि गृह दाह हेबा समय रे नवकूप खनन रे हुई तत्परे सेही परि वृद्ध काले जुगाभ्यास कथा रूप सरिले बेश्या तपसी हुए जथा सुस्थ अवस्था तरुण रे न सेविले वृथा एही वाक्य निराधार पूर्वरु ए प्रथा एही उक्ति को श्री भर्तु हरिछंती कही जेते काल सुस्थ शरीरटी थिब बही जरा रोग अति दूरे थिब जेते बेले इंद्रिय विहीन बल नोही थिबा काले आउ शेष सीमा नोही थिबा अवस्थारे आत्माश्रेय करिन जे मुखे काल धरे गौतमी तंत्र रे कही छंती मुनिवर एही समय अटई धर्म साधनर श्रीहरि पाद पद्म को करिन पिंजरा मानस राज हंस को रखनो हो जा
ଦ୍ୱାରା ପ୍ରାଣ ଯିବା ସମୟରେ କଫ ବାତ ପିତ କଣ୍ଠକୁ ଅବରୁଦ୍ଧ ଯେ କରିବ ନିୟତ ଯେତେବେଳେ ଶରଣଟି କରିବ କାହାକୁ ସଦାକାଳରେ ଚିନ୍ତିବ ଆତ୍ମା ନିସ୍ତାରକୁ କାଳ ହଇବ ବୋଲି ନ କଲେ ସ୍ମରଣ ନାନା ଦେହ ସଂସାରରେ ଗଭୀର କଷଣ ସୁଖ ଦୁଃଖ ମୃତ୍ୟୁ ହେବ ଏହି ଶରୀରରେ ଦେଖୁ ଦେଖୁ ସ୍ମରଣ ଯେ ନ ରଖେ ଚିତ୍ତରେ ଏହା ଅଟେ ଅତିଶୟ ଖେଦର କାରଣ ଆତ୍ମାହିତ ନ କରଇ ଧରି ମୂଢ଼ପଣ ଏହା ଉକ୍ତ ହୋଇଅଛି ଭର୍ତ୍ତୃହରି କାବ୍ୟେ ପଞ୍ଚଶୁଳ୍କର ଆଶ୍ରୟ ଯଥାର୍ଥ ପ୍ରସ୍ତାବେ ବ୍ୟାଘ୍ରୀ ପରା ଏକ ଜରା କରଇ ଗର୍ଜନ ଶତ୍ରୁ ପରି ରୋଗରେ ଜଗନ୍ତି ଅନୁକ୍ଷଣ ଛିଦ୍ର ଘଟ ପୂରିତ ଆୟୁଷ ହୁଏ ଶେଷ ବିଚିତ୍ର ଅଟଇ ଏହୁ ଅହିତରେ ବସ ଅହରହ ଯେ ଆଦିତ୍ୟ ଗତାଗତ ହଇ ଆୟୁଷ କ୍ଷୟ ପ୍ରମାଣ ଜାଣି ନ ପାରଇ ବିଷୟ କାର୍ଯ୍ୟର ବହୁ ଭାରା ଗୁରୁତରେ ଶରୀର ନାଶ ହେବାର କଥା ନ ବିଚାରେ ଦେଖି ଜରା ଜନ୍ମ ମରଣର ବିପତ୍ତିକୁ ତ୍ରାସ ତିଳେ ମାତ୍ରେ କନ କରେ ଦେଖି ତାକୁ ମୋହ ମଦିରା ପାନରେ ହୋଇ ବିଚେଷ୍ଟିତ ଏହି ହେତୁ ଭଲ ମନ୍ଦେ ନୁହେଁ ପରିଣତ ସମ୍ପଦ ସ୍ୱପ୍ନ ପ୍ରାୟକ କ୍ଷଣକର ସୁଖ ଫୁଟିଲା ପୁଷ୍ପ ପରିତ ଯୌବନ ଉନ୍ମୁଖ ବିଜୁଳି ସଦୃଶରେଟି ପରମାୟୁ ଲେଖି ପୂର୍ଣ୍ଣ ମିଥ୍ୟା ଏହୁ ସଂସାରରେ ସର୍ବେ ଦେଖି ଏହିପରି ଦେହ ଯଦି ରହେ ବହୁଦିନ ପରମାର୍ଥ ତତ୍ତ୍ୱରେ ନ ଦିଏ ତିଳେ ମନ ବାକ୍ୟର ଛନ୍ଦ ବନ୍ଧକ ଥନେ ଯେ ନିପୁଣ କାବ୍ୟ ଅଳଙ୍କାରାଦିକୁ କରଇବ କ୍ଷାଣ ଦୁଃଖିତରେ ମୂଢ଼ ଚିନ୍ତା କରୁଥାଏ ତାହା ବ୍ୟାକୁଳ ଇନ୍ଦ୍ରିୟ ବସେ ଅସ୍ଥିରତା ଦେହା ଶାସ୍ତ୍ର ଜ୍ଞାନ କୂଟତର୍କ ବଳେ ଦମ୍ଭ ହୋଇ ପରମାର୍ଥ ତତ୍ତ୍ୱକୁଟି ଆସ୍ଥା ନ କରଇ ପରମ ତତ୍ତ୍ୱ ଗତିକି କରିନ ଅନ୍ୟଥା ବହୁ କ୍ଲେଶ ମାର୍ଗରେ ଭ୍ରମୁଥାଇ ବୃଥା ଶାସ୍ତ୍ର ସାର ଭାବ କରଇ ଯେ ବିପରୀତ ବାହ୍ୟ ବାକ୍ୟ ମାନଙ୍କୁଟି କରଇ ନିଶ୍ଚିନ୍ତ ଆଦିକ ଶବ୍ଦରେ ପ୍ରଣିପାତ ବିବର୍ଜିତ ଅନୁଭବ ନ କରି ନ କରେ ଦୃଢ଼ ବ୍ରତ ବ୍ରହ୍ମ ଛଡ଼ା ଆର୍ଯ୍ୟ କଥା କରଇ ବକ୍ଷାଣ ଗୁରୁ ଉପଦେଶ କୁଟି ନ କରେ ଗର୍ବେଣ ଅହଙ୍କାରରେ ନିମଗ୍ନ କରିନ ମନକୁ ନଗଣଇ ସେ ପଣ୍ଡିତ ପଣରେ କାହାକୁ ଉପଦେଶ କରଣରେ ମଣଇ ଲଘୁତ୍ୱ ଅଜ୍ଞାନ ସାଧନ ସେହି କରୁଥାଇ ନିତ୍ୟ ବେଦ ଶାସ୍ତ୍ର ମାନଙ୍କୁଟି ପଢ଼ୁଥାଏ ସଦା ପରେ ପ୍ରବୁଦ୍ଧ କରଇ ଏହି ମୁଖ ପ୍ରଦା ଅପର ତତ୍ତ୍ୱ କିଛିଟି ନ ଜାଣଇ ସେହି ପାକରସ ଯେଉଁପରି ଚଟୁ ନ ଜାଣଇ ବିଦ୍ୟାର୍ଥୀ ହୋଇନ ଗୁରୁ ଉପଦେଶ ବିନା ତତ୍ତ୍ୱଜ୍ଞାନ ନ ହୁଅଇ ଶୁଣ ଶୁଦ୍ଧ ମନା ଶିର ବହଇ ପୁଷ୍ପକୁ ନ ଜାଣେ ତା ଗୁଣ ନାସିକା ତାର ସୁଗନ୍ଧ କରଇ ଆଘ୍ରାଣ ପଢ଼ଇ ବେଦ ଶାସ୍ତ୍ରକୁ ବନ୍ୟା ନଦୀ ପରି ଦୁର୍ଲଭ ଭାବ ବୁଧକୁ କରି ସେ ନ ପାରି ଆତ୍ମାର ସ୍ଥିତ ତତ୍ତ୍ୱକୁ ଜ୍ଞାନ ବିନା ଶାସ୍ତ୍ରେ ଅହଙ୍କାର ମାତ୍ର
ଉଦ୍ଭବ ହଇ ତାର ଗାତ୍ରେ। କାଖରେ ଧରି ଗୋପାଳ ଛାଗଳ ଶିଶୁକୁ ଖୁଜଇ ମନ୍ଦମତିଟି କୂପରେ ତାହାଙ୍କୁ। ଗୁରୁଙ୍କର ଉପଦେଶ ଶବ୍ଦବୁଧ ବିନା ଅମୃତ ତତ୍ତ୍ୱ ନିରୂପଣରେ ହୀନ ମନା। ତାହା ନୋହିବା ଯାଏକ ନୁହେଁ ତମ ନାଶ। ଦୀପରେ ବତି ନଥିଲେ ଯେନେ ନୁହେଁ ଦୃଶ୍ୟ। ସୁବିଶାରଦ ବୁଦ୍ଧି ଶାସ୍ତ୍ରର ତତ୍ତ୍ୱ ଜ୍ଞାନେ। ତହିଁରେ ହୀନ ହେଲେଟି ଅନ୍ଧ ସେହି ଜନେ। ଉତ୍ତମ ଶାସ୍ତ୍ର ଅଟଇ ଦର୍ପଣ ସ୍ୱରୂପ। ଅନ୍ଧର କାର୍ଯ୍ୟକାରିତା ନୁହଁଇ ଯଦ୍ରୂପ। ଏଣୁ କରିନ ଶ୍ରେଷ୍ଠ ବୁଦ୍ଧିରେ ଶାସ୍ତ୍ର ପଢ଼ି। ତତ୍ତ୍ୱଜ୍ଞାନର ଲକ୍ଷଣ ଥାଏ ତାକୁ ବେଢ଼ି। ଏହିପରି ତଜ୍ଞାନ ଜାଣିବ ଭାବି ମନେ। କହିଲୁଟି ତୁମ୍ଭ ଆଗେ ଶାସ୍ତ୍ରର ବିଧାନେ। ଦିବ୍ୟବସରେ ଯେ ଯଶ ଶତ ହେଲେ ଆୟୁ। ଶାସ୍ତ୍ର ଶେଷ ନୁହଁଇଟି ଶୁଣ ଖଗରାହୁ। ଅପରିଗଣିତ ଶାସ୍ତ୍ର ଅଛି ଏ ସଂସାରେ। ଅଳ୍ପାୟୁର ବିଘ୍ନ କୋଟି କୋଟିଏ ଶରୀରେ। ଏଣୁ କରିନ ତହିଁରୁ ଖୋଜି ସାର ବୀର୍ଯ୍ୟ। ଯେନେକ ହଂସ କ୍ଷୀରରୁ ନିରକରେ ତ୍ୟାଜ୍ୟ। ଏହି ପ୍ରକାର ବେଦ ଶାସ୍ତ୍ରରୁ ଅଭ୍ୟାସୀନ। ସୁବୁଦ୍ଧିରେ ତତ୍ତ୍ୱଜ୍ଞାନ ହେବ ପକ୍ଷୀରାଣ। ଧାନ୍ୟ ନିମନ୍ତେ ପାଳକୁ ମନ୍ଥୁଥାଏ ଚଷା। ତାହା ପାଇଲେ ତାକୁ ରଖେ ଅନ୍ୟ ଦିଶା। ସେହିପରି ତତ୍ତ୍ୱଜ୍ଞାନ ନ ମିଳିବା ଯାଏ। ଅଭ୍ୟାସ କରୁନଥିବ ଶାସ୍ତ୍ର ସମୁଚୟେ। ତତ୍ତ୍ୱ ପ୍ରାପ୍ତ ହେଲେ ଶାସ୍ତ୍ର କୋଟି ଉପେକ୍ଷିବ। ମହା ଆନନ୍ଦ ଭାବରେ ନିମଗ୍ନ ହଇବ। ଯଥାମୃତ ଦେହରେ ନ ଥାଏ ସୁଖ ଜ୍ଞାନ। ଆହାରରେ କିଛି ନ ଥାଏ ପ୍ରୟୋଜନ। ତତ୍ତ୍ୱଜ୍ଞ ହେଲେଟି ପକ୍ଷୀ ସେହିପରି ଜାଣ। ଶାସ୍ତ୍ରର ଅଧ୍ୟୟନରେ ଅଛି କି କାରଣ। ଏକ ଦିବସ ସନ୍ଧ୍ୟା ହଇନ କୂପଭର। ଶ୍ରୀ ବ୍ରହ୍ମାଙ୍କୁ ପଚାରିଲେ ହଇ ଖରତର। ଆହେ ପିତାମହ ମତେ ବହୁ ଅପମାନ। ଦେଉଅଛନ୍ତି ମତେ ଯେ ବ୍ରହ୍ମଜ୍ଞାନୀ ଜନ। ପ୍ରଥମେ ଭକ୍ତି ଭାବରେ କଲେ ଆରାଧନ। ତଦନ୍ତରେ ଅମାନ୍ୟ ଯେ କଲେ ପ୍ରତିଦିନ। ତାହା ଶୁଣି ବିଧାତା ହଇନ ହସ ହସ। ବଇଲେକ ଶୁଣ ସନ୍ଧ୍ୟା ତହିଁର ସନ୍ଦେଶ। ଅମାନ୍ୟ ନୁହଁଇ ତୁମ୍ଭ ବୁଝିବାରେ ଭ୍ରମ। ଜ୍ଞାନ ବଳରେ ସମସ୍ତ ଦେଖଇ ସେ ସମ। ହୃଦୟ ଆକାଶ କୂଳେ ଜ୍ଞାନ ରୂପୀ ସୂର୍ଯ୍ୟ। ସର୍ବଦା ଉଦୟ ହୁଏ ନୁହେଁ ହୀନ ତେଜ। ଅସ୍ତାଚଳକୁ ଗତ ହୁଅନ୍ତେ ସେହି ଯେବେ। ସନ୍ଧ୍ୟା ଉପାସନାକୁ କରନ୍ତି ପ୍ରିୟ ଭାବେ। ସେହି ଜ୍ଞାନମୟ ରବି ହୃଦୟ ମଣ୍ଡଳେ। ଅସ୍ତ ହୁଅଇ ନାହିଁ ସେ କୌଣସି କାଳେ। ଏହି ହେତୁ ତୁମ୍ଭକୁ ସେ ନ କରନ୍ତି ସେବା। ଅପର ଏକ ନିଷେଧ ଅଛଇ କହିବା। ପିତାମହ ତାହାଙ୍କର ଜାତ କରି ପୁତ୍ର। ସୂତକ ସଚରେଟି ଥିଲା ତାଙ୍କ ଗାତ୍ର। ପୁନର୍ବାର ସେହି ବୃଦ୍ଧା ଲଭନ୍ତେ ମରଣ। ମୃତକ ପାଳନରେଟି ଅଶୁଚି ହଇନ। ମୃତକ ସୂତକକୁ ଯେ କରି ଆରାଧନ। କିପରି କରନ୍ତେ ସେହୁ ସନ୍ଧ୍ୟାଦି ବନ୍ଦନ। ସୂର୍ଯ୍ୟ ଦେବତା କେବେହେଁ ନୋହିଲେ ଅସ୍ତ। ଦୋଷ ନାହିଁ ତାହାଙ୍କର କିମ୍ପା ହୁଅ ବ୍ୟସ୍ତ। ନାହିଁ ବେଦର ଅଧ୍ୟୟନରେ ମୁକ୍ତି ଲାଭ। ଶାସ୍ତ୍ର ପାଠରେ ଜୀବର ନ ଘଟଇ ଶୁଭ। ଜ୍ଞାନ ଅଟଇ କୈବଲ୍ୟ ପ୍ରାପ୍ତିର ଲକ୍ଷଣ। ଅନ୍ୟ ପ୍ରକାରେ ନାହିଁ ଜୀବର ପରିତ୍ରାଣ। ଚାରି ଆଶ୍ରୟ ମଧ୍ୟରେ ନାହିଁଟି କାରଣ। ଚକ୍ଷୁ ଗୋଚରରେ କେବେ
ନୁହେଁ ପରିତ୍ରାଣ। ଯେତେକ ପ୍ରକାର କର୍ମ ସାଧନ୍ତି ଜଗତେ, ଜ୍ଞାନ ବିନାରେ ମୁକ୍ତି ନୁହଁଇ କଦାଚିତେ। ଗୁରୁଙ୍କ ଉପଦେଶ ବାକ୍ୟରେ ଜ୍ଞାନ ପାଇ, ଅନ୍ୟତ୍ର ବିଦ୍ୟା ବିଡ଼ମ୍ବନା ସଦା ଅଟଇ। ସହସ୍ରକ କାଷ୍ଠ ଭାର ବହି ଶ୍ରମ ମାତ୍ର, ପାଇଲେ କ ସଞ୍ଜୀବନୀ ଚିର ହୁଏ ଗାତ୍ର। ଉକ୍ତ ହଇଲା ଅଦ୍ୱୈତ ଜ୍ଞାନ ଶିବପ୍ରଦ, କ୍ରିୟା ବିବର୍ଜିତ ଧର୍ମ ଜୀବର ସମ୍ପଦ। ଗୁରୁଙ୍କ ମୁଖରୁ ଏହା ମିଳଇ ପ୍ରାଣୀକୁ, କୋଟି ଆଗମ ପଢ଼ିଣ ନ ମିଳେ କାହାକୁ। ପରୋକ୍ଷ ଜ୍ଞାନ ହୁଅଇ ବିବିଧ ପ୍ରକାରେ, ଗୁରୁଙ୍କ ଠାରୁ ଯେବେଟି ଦେଖିବ ନେତ୍ରରେ। ଦୁଇ ପ୍ରକାରେ ଜ୍ଞାନ ପରୀକ୍ଷା ଏବେ ଶୁଣ, ଆଗମ ଉକ୍ତ ଶାସ୍ତ୍ରରେ ଜ୍ଞାନର ପ୍ରମାଣ। ଆମ୍ଭର ଶରୀର କି ପ୍ରକାରରେ ହେଲା ଜାତ, ଆଦି ଅନ୍ତ ଇତ୍ୟାଦିର ଯାବତ ବୃତ୍ତାନ୍ତ। ଗୁରୁ ଉପଦେଶରେ ଶାସ୍ତ୍ରରୁ ଯେବେ ପାଏ, ଶବ୍ଦ ବ୍ରହ୍ମ ସଞ୍ଚକ ପରୋକ୍ଷ ତହୁଁ ହୁଏ। ବିବେକରୁ ହୁଅଇଟି ଦ୍ୱିତୀୟ ପ୍ରକାର, ଉତ୍ପତ୍ତି କି ପରକାରେ ହେଲା ଏ ଶରୀର। ଯେଉଁପରି ପିତାଠାରୁ ପୁତ୍ର ହୁଏ ଜାତ, ସିଦ୍ଧ ଗୀତା ଶ୍ରବଣରେ ନୁହେଁ ଭ୍ରମଜିତ। ସେହିପରି ପରୋକ୍ଷରେ ଜ୍ଞାନ ଲାଭ ହେଲେ, ପରମ ବ୍ରହ୍ମ ସଜ୍ଞକ ଧାମ ତାଙ୍କୁ ମିଳେ। ଅଦ୍ୱୈତ ଭାବରେ କେହୁ ହୁଅନ୍ତି ଉତ୍ସକ, ଦ୍ୱୈତ ଧର୍ମର ଆଶ୍ରୟ କରନ୍ତି କେତେକ। ସମତତ୍ତ୍ୱ ବୋଲି କରି ନ ଜାଣନ୍ତି ଯେହି, ଦ୍ୱୈତ ଅଦ୍ୱୈତରେ ବିବର୍ଜିତ ତାଙ୍କ ଦେହି। ଦୁଇ ପରେ ଅଛି ବନ୍ଧନ ମୁଖପ୍ରଦ, ସମତା ଅସ୍ନେହତା ଅଟଇ ତାର ଭେଦ। ସକାମରେ ସେହି ଧର୍ମ ପଦେ ହେଲେ ରତ, ବନ୍ଧନ ଅବସ୍ଥାରେଟି ରହେ କଳ୍ପ ଶତ। ଏହିପରି କର୍ମ କର ନଥିବଟି ଆଶା, ସେହି ବିଦ୍ୟା ମୁକ୍ତି ପ୍ରଦା ଜୀବକୁ ଭରସା। ଅନାୟାସରେ ଅପର କର୍ମମାନ ଯେତେ, ଶିଳ୍ପ ନିପୁଣ ବିଦ୍ୟାଟି କୁହାଏ ଜଗତେ। ଯାବତ କର୍ମ ସକଳ ଫଳ ସୁଖ ହଇ, ତାବତ ଏ ସଂସାରରେ ବାସନାର ହଇ। ଯାବତ ଇନ୍ଦ୍ରିୟଙ୍କର ଚଞ୍ଚଳତା ଅଛି, ତାବତ ତତ୍ତ୍ୱ କଥାଟି କଦାପି ନ ଗଛି। ଯାବତ କାଳ ଦେହର ଅଭିମାନ ଅଛି, ନାମତା ଯେଉଁ ପର୍ଯ୍ୟନ୍ତ ଖଣ୍ଡନ ନୁହିଛି। ସଂକଳ୍ପର କଳ୍ପନାଟି ଥାଏ ଯେତେ ଦିନ, ତତ୍ତ୍ୱ କଥା କଦାପି ଯେ ନୁହଁଇ ଦର୍ଶନ। ବିଚଳିତ ଚିତ୍ତର ଧାରଣା ଯେବେ ଥାଇ, ତାହାର ଶାସ୍ତ୍ର ଚିନ୍ତାର ଆଶା ନ ତୁଟଇ। ଯେଉଁ ପର୍ଯ୍ୟନ୍ତ ଶ୍ରୀଗୁରୁ କୃପା ହୋଇ ନାହିଁ, ତତ୍ତ୍ୱ କଥା ଭାବିଲେ କ ପ୍ରାପ୍ତି ନ ହୁଅଇ। ତାବତ କାଳଟି ତପ ବ୍ରତ ଆଦି ତୀର୍ଥ, ଜପ ହୁମ ଅର୍ଚ୍ଚନା ଯେ ସକଳ ବିଅର୍ଥ। ବେଦଶାସ୍ତ୍ରର ଆଗମ ପୁରାଣ ପଠନ, ତତ୍ତ୍ୱଜ୍ଞାନ ଏଥିରେଟି ନୁହଁଇ ଦର୍ଶନ। ତେଣୁ ସର୍ବତ ଭାବରେ ଯତ୍ନ ସହକାରେ, ସକଳ ଅବସ୍ଥାରେ ଯେ ସବୁ ସମୟରେ, ତତ୍ତ୍ୱନିଷ୍ଠ ହଇଲେ ବନ୍ଧନ ଫିଟେ ତୀକ୍ଷ୍ଣ। ଯେବେ ବାସନା ଥାଏ ଆତ୍ମାକୁ କର ମୁଖ୍ୟ, ଯହିଁରେ ଧର୍ମ ଜ୍ଞାନ ଯେ ହୋଇଛନ୍ତି ପୁଷ୍ପ। ସ୍ୱର୍ଗମୁଖ ଫଳଟି ତହିଁରେ ଏ ଦୃଶ୍ୟ, ତାପତ୍ରୟର କାଳେ ଶରୀର ଉତ୍ତାପିତ। ମୁଖ୍ୟ ତରୁର ଛାୟାକୁ କର ହେ ଆଶ୍ରିତ। ତେଣୁ କରି ନ ଜ୍ଞାତରେ ଆତ୍ମତତ୍ତ୍ୱ ଜାଣି, ଶ୍ରୀ ଗୁରୁଦେବଙ୍କ ମୁଖୁ ସାଧି ପକ୍ଷୀମଣି।
ସୁଖରେ ଉଦ୍ଧାର ହୁଏ ଜୀବ ଏ ସଂସାରୁ, ଘୋର ବନ୍ଧନର ଗ୍ରନ୍ଥି ବୈଷ୍ଣବୀ ମାୟାରୁ। ତତ୍ତ୍ୱଜ୍ଞ ଜନଙ୍କର ଯେ ଶେଷ କୃତ୍ୟ ଶୁଣ, କହିବାକ ବର୍ତ୍ତମାନ ତୁମ୍ଭର ଆଗେଣ। ଯେଉଁ ମୁଖ ପଦ ଗଟି ହଇଲେ ଏ ଜୀବ, ବ୍ରହ୍ମ ନିର୍ମାଣ ସଜ୍ଞାକୁ ସଦ୍ୟ ବୋଲାଇବ। ଏହା ସାଧ୍ୟ ହଇଲେ ସେ ସକାଳେ ପୁରୁଷ, ମୃତ୍ୟୁ ଭୟ ଶୂନ୍ୟ ହୋଇ ଯାଏ ପକ୍ଷୀଶ। ପୁତ୍ର କଳହ ସ୍ପୃହାଟି ହୁଏ ତାର ଛେଦ, ଶରୀରର ସୁଖ ହୁଏ ନ ପଡ଼େ ପ୍ରମାଦ। ଏହିପରି ମାର୍ଗେ ଥିବେ ଯେଉଁ ନରମାନେ, ମହାଯାତ୍ରା କରିବେ ତ ଗୃହ ଛାଡ଼ି ବନେ। ଗୃହ ତ୍ୟାଗ କରିବା କାରଣ ଅଟେ ଏହି, ପୁନର୍ବାର ଆସକ୍ତି ସମ୍ଭବିପାରେ ଦେହି। ଧୀର ଭାବରେ ଜଳେ ଅଥବା ପୁଣ୍ୟ ତୀର୍ଥେ, ଶୌଚ ଆଚାରେ ରହିବ ଆତ୍ମଶ୍ରେୟ ଅର୍ଥେ। ସାଂସାରିକ ବିଷୟରେ ହୋଇନ ବିରକ୍ତ, ବିଧାନରେ ଏକାନ୍ତରେ ଚିତ୍ତ କରି ଯୁକ୍ତ। କୃଷ୍ଣ ଅଜିନ ବସନ କ୍ରମରେ ତା ହୋଇ, ତଥିପରେ ବସିବ ନିଶ୍ଚଳ ମନ ହୋଇ। ଶୁଦ୍ଧ ମନରେ ଅଭ୍ୟାସ କରି ନିରନ୍ତର, ତ୍ରିବୃତ ବ୍ରହ୍ମା ଅକ୍ଷର ମନ୍ତ୍ର ରାଜସାର। ମନର ଇଚ୍ଛାରେ ଯେତେ ଶ୍ୱାସ ଚଳେ ଦେହୁ, ସେହି ବ୍ରହ୍ମ ବୀଜାକ୍ଷର ପ୍ରଚଳଇ ତହୁଁ। ବିଷୟରେ ଭୁକ୍ତ ମନ କରି ନିରାହାର, ବୁଦ୍ଧି ସାରଥି ଯୁଗରେ ସେ ଦେଶୁ ଉଦ୍ଧାର। ମନର କର୍ମକୁ ଅବଧୂତ ମାର୍ଗେ ରଖି, ଶୁଭ ଅର୍ଥରେ ଶରୀର ଧରି ନଉ ପେଖି। ଚକ୍ଷୁ ଆଦି ମନକୁଟି ବାହ୍ୟ ବିଷୟରେ, ଗ୍ରହଣ ସ୍ମରଣ ତାହା ନ କରି ସ୍ୱପ୍ନରେ। ଆମ୍ଭେ ନିଶ୍ଚୟ ଯେ ଅଟୁ ବ୍ରହ୍ମମୟ ରୂପ, ଅନୁଭବରେ ଦେଖିଲେ ଛାଡ଼ିବ ସନ୍ତାପ। ଏହି ଅଟଇଟି ବ୍ରହ୍ମ ସେ ଅଟଇ ଦେହ, ଏହିପରି ଭାବିବ ହଇ ନିଃସନ୍ଦେହ। ତେବେ ଜୀବ ସୁଖାଧୀର ହୋଇବ ନିର୍ଭୟ, ପରୋକ୍ଷରେ ଦେଖିବାର ସ୍ପୃହା ହେବ କ୍ଷୟ। ନିରୁପାଧି ଆତ୍ମାକୁ ଜାଣି ଯେତେବେଳେ, ବ୍ରହ୍ମରେ ଏକା ପ୍ରଭାବ ହୋଇବ ନିଶ୍ଚଳେ। ଓଁକାର ଏକାକ୍ଷରକୁ କରିନ କଥନ, ମନ ମଧ୍ୟରେ ସ୍ମରଣ କରି ଏକ ଧ୍ୟାନ। ଏହା ପାଇନ ଯେ ଜନ କରେ ଦେହ ତ୍ୟାଗ, ପରମ ଗତି ତାହାର ହୁଅଇ ସଂଯୋଗ। ଯହିଁରେ ଷଡ଼ଇରି ଯୁକ୍ତ ପ୍ରାଣୀମାନେ, ଜ୍ଞାନ ବୈରାଗ୍ୟ ଶୂନ୍ୟ ନ ଯାନ୍ତି ସେହି ସ୍ଥାନେ। ଆତ୍ମଦର୍ଶୀମାନେ ପାଇବେ କୋ ସେହି ଗତି, ସେମାନଙ୍କ ଚିହ୍ନ କହି ବାଜେ ଶୁଣ ଯତି। ମାନ ମୋହ ଅହଂ ଭାବରେଟି ମିଥ୍ୟାବାଦ, କୁସଙ୍ଗରେ ସଙ୍ଗବାଦ ଜାଣଇ ପ୍ରମାଦ। ଆତ୍ମଧ୍ୟାନେ ଏକନିଷ୍ଠା ସଦା ଥାଏ କରି, କାମ ଅଭିଳାଷରେ ନିବୃତ ଚିତ୍ତ ଧରି। ସୁଖ ଦୁଃଖ ଶୀତ ଆତପ ଯେ ଏକ ପ୍ରାୟ, ସମାନ କରି ମଣଇ ସକଳ ସମୟ। ଅବିଦ୍ୟାକୁ ନିବର୍ତ୍ତାଏ ବିବେକ ଗୁଣରେ, ଅଭୟ ପଦକୁ ସେହୁ ଯିବେ ସ୍ୱଇଚ୍ଛାରେ। ସେହି ବିଷ୍ଣୁ ପଦ ଅଟେ ପରମ ମଙ୍ଗଳ, ସୁରଗଣମାନେ ତହିଁ ରହିଥାନ୍ତି ଡୋଳ। ସୂର୍ଯ୍ୟ ଚନ୍ଦ୍ର ଅନଳର ତେଜ ଯହିଁ ନାହିଁ, ଗଲେ ବିଚ୍ୟୁତ ସେଠାରୁ କଦାପି ନୁହଁଇ। ଭଗବତ ସ୍ୱରୂପରେ ଲୀନ ହୁଏ ଜୀବ, ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ଶିଖ ସ୍ଥାନେ ଠାବ। ଗଭୀର ଜ୍ଞାନର ହ୍ରଦ ହୃଦୟେ ଜନ୍ମଇ, ସତ୍ୟ ଜଳ ତହିଁରେଟି ପୂର୍ଣ୍ଣ ହୋଇ ରହି। ରାଗ ଦ୍ୱେଷ ମଳ ଯେତେ ସବୁ ଲାଗିଥାଇ, ସେହି ହ୍ରଦେ ସ୍ନାନ କଲେ ନିର୍ମଳ
ନିର୍ମଳ ହୁଅଇ। ଏପରି ମାନସିକରେ ତୀର୍ଥ ଅବଗାହି ମୁଖ୍ୟ ପ୍ରାପ୍ତ ହେବ ସନ୍ଦେହଟି ଏଥି ନାହିଁ। ସ୍ୱତନ୍ତ୍ର ଆତ୍ମଭକ୍ତିରେ ଭାବେ କରି ହେତୁ ଜ୍ଞାନ ବୈରାଗ୍ୟ ଯେହ୍ନେକି ପାଷାଣର ସେତୁ। ବହୁ ଆଦି ସ୍ଥାବରାନ୍ତ ପର୍ଯ୍ୟନ୍ତ ବିଭୂତି ଈଶ୍ୱରଙ୍କର ଅଟଇ ନରେ ଦୃଢ଼ ମତି। କାକବିଷ୍ଠାରୁ ଯେ ହୁଏ ମହାବୃକ୍ଷ ଜାତ ଏଣୁଟି ଈଶ୍ୱରମୟ ଅଛଇ ଜଗତ। ଏଣୁଟି ଅନ୍ୟ ମାନସେ ଭିନ୍ନ ନ ଭାବଇ ସମସ୍ତ ବାସୁଦେବମୟ ସେହି ଦେଖଇ। ପୂର୍ଣ୍ଣ ଦୃଷ୍ଟିରେ ପୂର୍ଣ୍ଣ ବ୍ୟାପକ ସେହି ଦେଖେ ପ୍ରସନ୍ନ ଆତ୍ମାରେ ସେ ମନକୁ ସଦା ରଖେ। ଏପରି ଭାବରେ ଯେହୁ ଥାଏ ନିରନ୍ତର ମୁଖ ପ୍ରାପ୍ତି ହୁଅଇଟି ଅଟେ ନିରାଧାର। ଗୃହ ତ୍ୟାଗ କରି ନ ଗମନ କରେ ତୀର୍ଥେ ମରଣ ହେବା ନିମିତ୍ତେ ଆତ୍ମାହିତ ଅର୍ଥେ। ମୁକ୍ତି କ୍ଷେତ୍ରରେ ମରଣ ହଇଲେ ତାହାର ମୁକ୍ତ ପ୍ରାପ୍ତ ଲଭଇ ଯେ ଶୁଣ ପକ୍ଷୀବର। ମାୟାପୁରୀ ଅଥବା ମଥୁରା ନଗର କାଶୀ କାଞ୍ଚି ଅବନ୍ତୀ ଯେ ଦ୍ୱାରାବତୀପୁର। ଏହି ସପ୍ତ ତୀର୍ଥ ଅଟଇଟି ପୁଣ୍ୟ ସ୍ଥାନ। ମରଣ ହଇଲେ ଜୀବ ଲଭଇ ମୋକ୍ଷଣ। ବର୍ଣ୍ଣନ କଲି ଯେ ତୁମ୍ଭ ପ୍ରଶ୍ନର ଉତ୍ତର। ସନାତନ ମୁଖ୍ୟ ଧର୍ମର ଅଟେ ସାର। ଜ୍ଞାନ ବୈରାଗ୍ୟ ଯୁକ୍ତେ ଶୁଣିଲେ ଏ ଧର୍ମ। ମୁଖ୍ୟ ପ୍ରାପ୍ତ ହେବ ସେହୁ ନାହିଁ କିଛି ଭ୍ରମ। ମୁଖ୍ୟ ପଥରେ ଗମନ କରନ୍ତି ତତ୍ତ୍ୱଜ୍ଞ। ସ୍ୱର୍ଗ ପ୍ରାପ୍ତି ହୁଅଇ ଯେ ଧାର୍ମିକ ସୁବିଜ୍ଞ। ପାପୀ ଗଣେ ଦୁର୍ଗତିର ସ୍ଥାନ ହେବ ସ୍ଥିତ। ଖଗ ଆଦି ଜୀବ ଦେହେ ହଇବ ସମ୍ଭୂତ। ସର୍ବଶାସ୍ତ୍ରର ସାର ଉଦ୍ଧାର ଏ ବଚନ। ନିରୂପଣ କରି ନ କହିଲେ ତତ୍ତ୍ୱମାନ। ଏ ସମସ୍ତ ଷୋଡ଼ଶ ଅଧ୍ୟାୟରେ ତୁମ୍ଭଙ୍କୁ ଆଉ କିବା ଇଚ୍ଛା ଅଛି ପଚାର ଆମ୍ଭଙ୍କୁ। ଏହି ପ୍ରକାର ଶୁଣିନ ବଚନ ରାଜନ। ଗରୁଡ଼ ଶ୍ରୀ ବିଷ୍ଣୁ ମୁଖୁ ପାଇ ତତ୍ତ୍ୱଜ୍ଞାନ। ପୁଷ୍ପାଞ୍ଜଳି ପୁଟ ହଇ ନ ଯେ ଖଗରାହୁ ପଦ୍ମପାଦରେ ପ୍ରଣାମ କଲେ ମୁହୁର୍ମୁହୁ। ଆହେ ଭଗବାନ ଦେବ ଦେବଙ୍କର ଈଶ ଅନୁଗ୍ରହରେ କହିଲ ବଚନ ପୀୟୁଷ। ଭବସାଗରରୁ ତ୍ରାହି କଲ ନାଥ ମତେ କି ଦେଇ ନ ତୁଷିବି ମୁଁ ଭୃତ୍ୟ ପାଦ ଗତେ। ଥିଲା ଯେତେକ ସନ୍ଦେହ ସର୍ବ ହେଲା ଦୂର। କୃତାର୍ଥ ହଇଲା ମୋର ପକ୍ଷୀ କଳେବର। ଏହି ଭକ୍ତିକୁ କରିନ ଗରୁଡ଼ ମଉନ। ଅଗ୍ରେ ସ୍ଥିତ ହଇନ ଧ୍ୟାନରେ ଦେଲେ ମନ। ଇଦାନୀ ଗ୍ରନ୍ଥାରମ୍ଭରେ ଗ୍ରନ୍ଥ ଶେଷ ଭାଗେ ଶ୍ରୀହରିଙ୍କ ସ୍ତବ ମୁହିଁ କରୁଛି ସାଷ୍ଟାଙ୍ଗେ। ଉତ୍ତମ ସମ୍ପ୍ରଦାୟର ଅନୁରୋଧେ ମୁହିଁ ଗ୍ରନ୍ଥ ଉଦ୍ଘାଟନରେ ଶ୍ରୀହରିଙ୍କି ସ୍ମରଇ। ପ୍ରଥମ ଅଧ୍ୟାୟ ଠାରୁ ପଞ୍ଚ ଅଧ୍ୟାୟ ଯାଏ ଦୁର୍ଗତି ଉକ୍ତ କଥାଟି ହଇଛି ନିର୍ଣ୍ଣୟେ। ତହିଁ ମନୁ ଆଦି ଋଷିଙ୍କର ପ୍ରାୟଶ୍ଚିତ ନ କରି ଶ୍ରୀହରି ନାମ ସ୍ମରଣରେ ମୁକ୍ତ। ଶ୍ରୀହରି ପୂଜନେ ଯୁଗ ଫଳ ନୁହେଁ ସରି। ଆତୁର ଦାନ ଆଦି ଯେ ଦେବତାଙ୍କୁ ସ୍ମରି। ପଞ୍ଚମ ଅଧ୍ୟାୟ ଠାରୁ ନବମ ଅଧ୍ୟାୟ ଯାଏ ସଦ୍ଗତି ଦାତା ଶ୍ରୀହରି ସର୍ବଶାସ୍ତ୍ରେ କହେ। ଦଶମ ଅଧ୍ୟାୟ ଠାରୁ 13 ଅଧ୍ୟାୟ ଯାଏ ପିଣ୍ଡ ସପିଣ୍ଡ ନର ହଇଅଛି ନିର୍ଣ୍ଣୟେ। ତାହା ସିଦ୍ଧ ହୁଅଇ ଶ୍ରୀହରି କୃପା ବଳେ
କରୁଣା ନ କଲେ ସେହି ପ୍ରେତ ଯୁନି ମିଳେ। ତଦନ୍ତରେ ଶେଷ ଯାଏ ତତ୍ତ୍ୱଜ୍ଞାନ ଯୁଗ। ସାଧନ ପ୍ରଣାଳୀରେ ଟି ମିଳଇ ସୁଭୋଗ। ନିର୍ଗୁଣ ସର୍ବଧର୍ମ ମାନଙ୍କରେ ଉତ୍ତମ। ବିନା ପ୍ରୟାସରେ ଭକ୍ତି ଲଭନ୍ତି ସେ ଧାମ। ଏବଂ ଭୂତ ଶ୍ରୀହରିଙ୍କ ପାଦେ ମୁଁ ଶରଣ। ଜନ୍ମ ମରଣ ଦୁଃଖରୁ ତାରିବା କାରଣ। ଶ୍ରୀ ବୈକୁଣ୍ଠନାଥ ଯେ କହିଲେ ଗରୁଡ଼ଙ୍କୁ। ଶୁକ ପରୀକ୍ଷିତକୁ ବୁଝାଇ ସେ ଅର୍ଥକୁ। ନୈମିଷାରଣ୍ୟରେ ସୁତ ଦେବ ଶୌନକଙ୍କୁ। ବଖାଣିଲେ ଗରୁଡ଼େୟ ପୁରାଣ ତତ୍ତ୍ୱକୁ। ସେହିଠାରୁ ଜନପଦେ ହେଲା ପାଳନୀୟ। ଜୀବ ଉଦ୍ଧାରଣ ଅର୍ଥେ ନାହିଁଟି ଦ୍ୱିତୀୟ। ମହାଇଷ୍ଟ ଭଗବତ ଦେବଙ୍କ ଆଜ୍ଞାରେ। ଗରୁଡ଼ ପୁରାଣ ଲେଖି ଗଲି ପ୍ରବନ୍ଧରେ। ଆହେ ଭକ୍ତ ଭାବନ ହେ ପୁରୁଷ ପୁରାଣ। ଗୋଟିଏ ବାକ୍ୟ ମୋହର କରିବା ଶ୍ରବଣ। ତବ ଆଜ୍ଞା ପ୍ରଜ୍ଞାକୁ ଧାରଣ କରି ଶିରେ। ଦେବତା ମାନବ ନାଗ ଯଥା ବିଧାନରେ। ସତ୍ୟସନ୍ଧି ଆପଣ ଯେ ବାହ୍ୟ ନାହିଁ ଭିନ୍ନ। ଆଦର୍ଶ ସ୍ମୃତିକୁ ସ୍ୱୟଂ କରିଛ ଉତ୍ପନ୍ନ। ତାହା ପାଳନା ଅର୍ଥରେ ନାନା ରୂପ ଧରି। ଅସହ୍ୟ କ୍ଲେଶକୁ ସହି ପାଳିଛ ମୁରାରି। ମହତେ ଆବିଷ୍କାର କରଇ ଯେ କର୍ମକୁ। ପ୍ରାଣପଣେ କ୍ଷୁଦ୍ରେ ଆଚରିଣ ଥାନ୍ତି ତାକୁ। ଶ୍ରୁତିର ସାର ମର୍ମ ଏ ଆପଣଙ୍କ ମତ। ଅତିଥି ତୁଷରେ ଶତ କୋଟି ଫଳ ପ୍ରାପ୍ତ। ଅଦେୟ ଅଟଇ ଏହି ସଂସାର ମଧ୍ୟର। ଦାରା ପୁତ୍ର ପ୍ରାଣ ଏହି ପ୍ରିୟ କଳେବର। ତାହା ପ୍ରଦତ୍ତ କରନ୍ତି ପାର୍ଥିଲେ ମହତେ। ସତ ସିଦ୍ଧରେ ପ୍ରବର୍ତ୍ତ କରିଛ ସ୍ୱହସ୍ତେ। ପୁତ୍ରକୁ ମାରି ନ ମାଂସ ଦେବା ନିମିତ୍ତରେ। ପ୍ରାର୍ଥିତ ହୋଇଥିଲେ ଯେ କର୍ଣ୍ଣ ମହାବୀରେ। ଏକ ପୁତ୍ର ହଇନ ଯେ କଲେ ପାଳନୀୟ। ଧର୍ମ ରକ୍ଷଣେ ତିଳେ ନ କଲେ ବିନିମୟ। ଦଧିଚିଙ୍କୁ ଶୁକ୍ର ମାଗିଥିଲେ ତାଙ୍କ ପ୍ରାଣ। ଷଡ଼ ନିଶ୍ୱାସ ମଧ୍ୟରେ କଲେ ତା ପୂରଣ। ପୁରନ୍ଦର ନିଃସ୍ୱ ହୋଇ ଲେକ ବ୍ରହ୍ମ ଶାପେ। ଆପଣଙ୍କୁ ଯାଚଜ୍ଞା ଯେ କଲେ କ ସନ୍ତାପେ। କଥନ ମାତ୍ରକେ ତାଙ୍କୁ ଦେଲ ଧର୍ମେ ଡରି। ଦଳତ୍ର ଦତ୍ତରେ ଲଜ୍ଜା ମନେ ନ ବିଚାରି। ଏହିପରି ଗୁରୁତର କର୍ମକୁ ବିସ୍ମରି। ଷଡ଼ ଐଶ୍ୱର୍ଯ୍ୟ ପଦ କି ହେଲା ଦେବ ଭାରି। ବସୁକ୍ଷିତ କିଛିଟି ନୁହଁ ଦେବରାଜ। ଲଘୁ ଭିକ୍ଷା ମହର ଦେବାକୁ ମାଡ଼େ ଲାଜ। ସ୍ୱଚାର ନୁହଁ ମଧ୍ୟ ବ୍ୟଭିଚାରୀ ଭକ୍ତି। ଉତ୍କୃଷ୍ଟ ପଦକୁ ମୁହିଁ କରୁନାହିଁ ଉକ୍ତି। ଅନେକ ତିଥିରୁ ମୁହିଁ ଏ ଭିକ୍ଷା ପ୍ରାର୍ଥନା। କଳି ଦୁଃଖୀ ଦୁଃଖ ନ କଲତ ବିବେଚନା। ଅବିଧିରେ ଅଯଥା ବୃଷ୍ଟି ଅଜେ ନିଷ୍ଫଳ। ବିଭୂତି ଭୂଷିତ ଜନ ଠାରେ ସେହି ଫଳ। ସେହି ଦାନରେ ପ୍ରଦାନୀ ହେବ କି ଭୋ ସ୍ୱାମୀ। ହୀରକ ଧନୀ ପ୍ରାୟେକ ଗଢ଼ି ଗର୍ଭବାମୀ। ଅତି ତାପିତ ଭୂମି ଶସ୍ୟରେ ଦେଲେ ଜଳ। ଉପକାର ପ୍ରଦର୍ଶଇ ଦତ୍ତର ସେ ସ୍ଥଳ। ଈଦୃଶ ଅରକ୍ଷକ ଯେ ନିରୀହ ଦୁର୍ବଳ। ଗ୍ରହିତା ଶ୍ରେଷ୍ଠ ପାତ୍ର ଯେ ଅଟେ କ୍ଷିତି ତଳ। ମୁଖେ ହରି ହରି କହି ଚୁରି ଯେ କରଇ। ତାହାକୁ କି ପାପ ଭାରା ନ ଲାଗି ପାରଇ। ପାପ ପୁଣ୍ୟ ସଦାଚାର ଯେତେ ନିରୂପଣ। ଭିନ୍ନ ଭିନ୍ନ କରି ତାହା କରିଲେ ଶ୍ରବଣ। ଏହି ଜ୍ଞାନ ସଂସାରରେ ହଇଲା ବିଦିତ। ଯେହୁ ଚିତ୍ତେ ଧରେ ସେହି ହୁଅଇ ମୁକ୍ତ। इति श्री गरुड़ पुराणे सारुद्धारे विष्णु गरुड़ संवादे मुख्यर क्रियाविधि कथने नाम षोडशोऽध्याय।